ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଆପଣଙ୍କ ମନରେ ବହୁତ ସାରା ଯେଉଁ ପ୍ରଶ୍ନ ରହିଛି ଯେ ସାର୍ 1 ଇୟର୍ ବି ଏଡ଼୍ ଏଇ ବର୍ଷ ପାଖରୁ ଲାଗୁ ହେବ କି, 2 ଇୟର୍ ବି ଏଡ଼୍, 4 ଇୟର୍ ବି ଏଡ଼୍, CUET ବି ଏଡ଼୍, ରିଜନାଲ୍ ବି ଏଡ଼୍, ଷ୍ଟେଟ୍ ବି ଏଡ଼୍ ଡିଟେଲ୍ ଡିସ୍କସନ୍ କରିବା। ତ ସମସ୍ତଙ୍କୁ ଆପଣ ଯେମିତି ଜଣାଇବା ପାଇଁ ଭୁଲିବେନି, ନା ଜଣାଇବେନି, ଜଣାଇ ଦିଅନ୍ତୁ, ସମସ୍ତଙ୍କ ପାଇଁ ବେନିଫିଟ୍ସ ଆପଣଙ୍କର ହେବ। ଆରମ୍ଭ କରିବା 1 ଇୟର୍ ବି ଏଡ଼୍ରୁ। ଦେଖନ୍ତୁ, ଏଇ ବର୍ଷ ମେ ବି ଆପଣଙ୍କର ଓଡ଼ିଶାରେ 1 ଇୟର୍ ବି ଏଡ଼୍ ଆସି ନପାରେ। ଆପଣ କହିବେ ସାର୍ କାହିଁକି? ଦେଖନ୍ତୁ, CUET ବି ଏଡ଼୍ ଅଲରେଡ଼ି ଆପଣଙ୍କର ବାହାରିଗଲାଣି, ଯେଉଁଥିରେ ମାନେ ଅଲ୍ ଇଣ୍ଡିଆର ସବୁଠାରୁ ଅଧିକ ସିଟ୍ ରହିଛି, 10,000ରୁ ଅଧିକ। ଯେଉଁ ପରୀକ୍ଷା ଦେଲା ପରେ ତାହାର ମାର୍କ ଅନୁସାରେ ହିଁ ଆପଣ ଅଲ୍ ଇଣ୍ଡିଆରେ ଟପ୍ ମୋଷ୍ଟ କଲେଜ ମାନଙ୍କରେ ଆପଣଙ୍କର ଆଡ଼ମିସନ୍ ନେଇପାରିବେ। ଯଦି ସେଇଠି ଆପଣଙ୍କର 1 ଇୟର୍ ବି ଏଡ଼୍ ନାହିଁ, ତାହେଲେ ଓଡ଼ିଶାରେ ଆପଣଙ୍କର 1 ଇୟର୍ ବି ଏଡ଼୍ ଏଇ ବର୍ଷ ଆସି ନପାରେ। ଠିକ୍ ଅଛି। 1 ଇୟର୍ ବି ଏଡ଼୍ କେଉଁମାନେ କରିପାରିବେ? ଯେଉଁମାନେ PG କମ୍ପ୍ଲିଟ୍ କରିଥିବେ ସେଇମାନେ କରିପାରିବେ। ଗୋଟେ ବର୍ଷରେ ବି ଏଡ଼୍ କମ୍ପ୍ଲିଟ୍, ତାପରେ ଯେମିତି ଆପଣଙ୍କର ଫ୍ୟାସିଲିଟି ମିଳିବା କଥା ସେମିତି ମିଳିବ। ବଟ୍ ଏଇ ବର୍ଷ ମାନେ ଯେଉଁ କରେଣ୍ଟ ସେସନ୍ 2025 କଥା ମୁଁ କହୁଛି, ଏଇ ଇୟର୍ ଆପଣଙ୍କର 1 ଇୟର୍ ବି ଏଡ଼୍ ଓଡ଼ିଶାରେ ଆସି ନପାରେ। ନମ୍ବର 1 ରିଜନ୍, ଯେହେତୁ CUETରେ ଆପଣଙ୍କର 1 ଇୟର୍ ଏପର୍ଯ୍ୟନ୍ତ ଆଉ ଇମ୍ପ୍ଲିମେଣ୍ଟ ହେଲା ନାହିଁ। ନମ୍ବର 2 ରିଜନ୍, ତା ପାଇଁ ଆପଣଙ୍କର ଶିକ୍ଷକ, ପୁଣି ଆପଣଙ୍କର ଏ ଯେଉଁ ଶିକ୍ଷକ ପ୍ରଶିକ୍ଷକମାନେ ବା ଆପଣ କହିପାରନ୍ତି ଟିଚର୍ ଏଜୁକେଟର ରିକ୍ରୁଟମେଣ୍ଟ ଦରକାର। ଟିଚର୍ ଏଜୁକେଟର ଏମିତି ବି ନାହାନ୍ତି। ସେଗୁଡ଼ା ଆସିଲା ପରେ ଯାଇକି ଆପଣଙ୍କର ସିଟ୍ ସଂଖ୍ୟା ବଢ଼ାଯାଇପାରିବ କିମ୍ବା ଆଉ ଗୋଟେ ଆପଣଙ୍କୁ ଲାଗୁ କରାଯାଇପାରିବ। ଠିକ୍ ଅଛି। ତେଣୁକରି ଆପଣମାନଙ୍କୁ ମୋର ସାଜେସନ୍ ରହିବ, ଆପଣମାନେ CUET ବି ଏଡ଼୍ ନିହାତି ଆପ୍ଲାଏ କରନ୍ତୁ। ଠିକ୍ ଅଛି। ବର୍ତ୍ତମାନ CUET ବି ଏଡ଼୍ ଅଲରେଡ଼ି ଆପ୍ଲାଏ ଚାଲିଛି। ଆପଣମାନେ ବହୁତ ଇଜିଲି କ୍ୱାଲିଫାଏ କରିପାରିବେ, କିଛି ଅଲଗା ଜିନିଷ ପଢ଼ିବାର ନାହିଁ। ସବୁ ଜିନିଷ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ଆପଣଙ୍କ ପାଇଁ କ୍ଲାସ୍ ସବୁଦିନ କରାହେଉଛି 8ରୁ 9 ଘଣ୍ଟା। ଆପଣମାନେ ୟୁଟ୍ୟୁବରେ ସର୍ଚ୍ଚ କରିବେ CUET ବି ଏଡ଼୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। କେମିତି ଆପଣ କାହିଁକି CUET ବି ଏଡ଼୍ ନିହାତି କରିବା ଉଚିତ, ଆପ୍ଲାଏ କରିବା ଉଚିତ, ଦେନ୍ ଆପଣଙ୍କର କେମିତି ଇଜିଲି କ୍ୱାଲିଫାଇ କରିବେ, ଲାଇଭ୍ ପ୍ରୁଫ୍ 2024ରେ କେମିତି ଆପଣଙ୍କର କେତେ ସ୍କୋର ରଖିବା ପାଇଁ ପଡ଼ିଥିଲା, 2023ରେ କେମିତି ଇଜିଲି ଦେଖୁ ଦେଖୁ କରିହେବ, ଲାଇଭ୍ ପ୍ରୁଫ୍ ମୁଁ ଆପଣଙ୍କୁ ଦେଖେଇଛି। ତ ଆପଣମାନେ କାଇଣ୍ଡଲି ତାକୁ ଦେଖନ୍ତୁ। କିଛି ପ୍ରୋବ୍ଲେମ୍ ହେଲେ ଆପଣମାନେ ଟେଲିଗ୍ରାମରେ ମେସେଜ୍ କରିଦେବେ, ସବୁ ଲିଙ୍କ୍ ଆପଣଙ୍କ ପାଇଁ ଆଭେଲେବୁଲ୍ ରହିଛି। କାହିଁକି CUET ବି ଏଡ଼୍ ଆପ୍ଲାଏ କରିବେ ମୁଁ ଆପଣଙ୍କୁ କହୁନି। ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ପଢ଼ିବା ପାଇଁ ନମ୍ବର 1, ଏକରେ ଖର୍ଚ୍ଚ ତ ବହୁତ ହି କମ୍, 2ରେ ଆପଣଙ୍କ ପାଖରେ ଅପରଚ୍ୟୁନିଟିଜ୍ ବହୁତ ଅଧିକା ରହିବ। ଗୋଟେ ପରୀକ୍ଷା ଦେବେ, ସେଇ ମାର୍କ ଅନୁସାରେ ଭାରତର କୌଣସି ବି କଲେଜ, ମ୍ୟାକ୍ସିମମ୍ ବଡ଼ ବଡ଼ କଲେଜ ମାନଙ୍କରେ ସେଇ ମାର୍କ ଅନୁସାରେ ଆପଣ ଆଡ଼ମିସନ୍ କରିପାରିବେ। 10,000ରୁ ଅଧିକ ସିଟ୍ ରହିଛି, ତ ଆପଣ କାହିଁକି ଆପ୍ଲାଏ କରିବେନି? କିଛି ତ ଅଲଗା ଜିନିଷ ଆପଣଙ୍କୁ ପଢ଼ିବା ପାଇଁ ପଡ଼ୁନି, ରେଗୁଲାର କୋର୍ସ ଅଟେ। ଯଦି ଆପଣ ଆଡ଼ମିସନ୍ କରିବେ ଦେନ୍ ସେଠି ଯାଇକି ପଢ଼ିବା ପାଇଁ ପଡ଼ିବ। ଗୋଟେ ହିଁ ଜିନିଷ ଆପଣ ପଢ଼ିବେ, ଯାହା ପଢ଼ୁଛନ୍ତି ସେମ୍ ଟିଚିଂ ଆପ୍ଟିଚ୍ୟୁଡ଼୍, ସେମ୍ ବେସିକ୍ ମ୍ୟାଥ୍ସ, ଗସାଗୁ ଲସାଗୁ ଲାଭ କ୍ଷତି, ଏଇଗୁଡ଼ା ହିଁ ଆପଣଙ୍କର। ଆଉ କ'ଣ କିଛି ନୂଆ ଜିନିଷ ଆପଣଙ୍କର ଅଛି କି? ନାହିଁ। ତାପରେ ଜିକେ ମାନେ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ଆପଣଙ୍କୁ ଟିକେ ପଢ଼ିବା ପାଇଁ ପଡ଼ିବ। ୟୋଗା ଆପଣଙ୍କର ଛୋଟ ପିଲାଙ୍କ ଭଳିଆ ପ୍ରଶ୍ନ ପଡ଼େ, ଲାଇଭ୍ ଦେଖିଦିଅନ୍ତୁ କ'ଣ ପଡ଼ିଛି ପ୍ରିଭିୟସ୍ ଇୟର୍ ମାନଙ୍କରେ, ଆପଣ ଜାଣିପାରିବେ। ଆଉ ଅଲ୍ ଇଣ୍ଡିଆରେ ନା ଟପର୍ ହେବା ପାଇଁ ଆପଣମାନଙ୍କୁ 75ଟା ପ୍ରଶ୍ନ ପଡ଼ୁଛି। ଗୋଟେ ଠିକ୍ କଲେ 4 ମାର୍କ, ଗୋଟେ ଭୁଲ କଲେ 1 ମାର୍କ ଆପଣଙ୍କର କଟିଯିବ। ଆପଣ ଯଦି କେବଳ ଆପଣ ଦେଖିଦେବେ କେତେଟା ଠିକ୍ କରିଥିଲା, ଲାଷ୍ଟ ଯିଏ ଅଲ୍ ଇଣ୍ଡିଆ ଟପର୍ ଆପଣଙ୍କର ହେଇଥିଲେ ସେ କେତେଟା ଠିକ୍ କରିଥିଲେ ଆପଣ ଦେଖିଦେବେ, ଲାଇଭ୍ ପ୍ରୁଫ୍ ଦେଖିଦେବେ। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ ଯେ ଯେତିକି ବି ସାଙ୍ଗ ଆପଣଙ୍କର ଯିଏ ବି +3 ଫାଇନାଲ୍ ଇୟର୍ରେ ପଢ଼ୁଛନ୍ତି କିମ୍ବା +3 କମ୍ପ୍ଲିଟ୍ କରିଛନ୍ତି ଆଉ ଯାହାଙ୍କର ଆଗ୍ରହ ଅଛି ଟିଚର୍ ହେବାର, ତାଙ୍କୁ ନିହାତି ଜଣାନ୍ତୁ ଯେ CUET ବି ଏଡ଼୍ ଆପ୍ଲାଏ କରନ୍ତୁ। କରନ୍ତୁ ନ କରନ୍ତୁ ମୁଁ ଆଡ଼ମିସନ୍ କଥା କହୁନି, କିନ୍ତୁ ପରୀକ୍ଷା ଦିଅନ୍ତୁ ଆଉ ପ୍ଲାନିଂ ଭିଡ଼ିଓ ଦେଖିଲା ପରେ ହିଁ ସେ ଆପ୍ଲାଏ କରନ୍ତୁ। ଠିକ୍ ଅଛି। କେତେ ସ୍କୋର କରିବାର ଅଛି, କେମିତି କରିବେ, କେଉଁଠୁ କେତେ କରିବେ, ସେ ଜିନିଷ ଗୁଡ଼ା ମୁଁ ଆପଣଙ୍କୁ ବହୁତ ସୁନ୍ଦର ଭାବରେ ବୁଝେଇଛି। ଠିକ୍ ଅଛି ନା? ସାଙ୍ଗମାନଙ୍କୁ କହିବେନି, କାଇଣ୍ଡଲି କହିଦିଅନ୍ତୁ। ଆଟଲିଷ୍ଟ ସେ ଆପଣଙ୍କ ଦ୍ୱାରା, ଏଥିରେ ତ କିଛି କମ୍ପିଟିସନ୍ ହେବାର ନାହିଁ ନା, ସେ ବି ଆପଣଙ୍କର ପାଇବେ, ଆପଣ ବି ପାଇବେ, ମିଳିମିଶିକି ଆପଣ ପଢ଼ିବେ। ତ କାଇଣ୍ଡଲି ତାଙ୍କୁ କହିଦେବେ। ଠିକ୍ ଅଛି। ଦେନ୍ ନେକ୍ସଟ ଆପଣଙ୍କୁ ଡିସ୍କସନ୍ କରିବା ଷ୍ଟେଟ୍ ବି ଏଡ଼୍ ସମ୍ପର୍କରେ। ଷ୍ଟେଟ୍ ବି ଏଡ଼୍ ଅଲରେଡ଼ି ଆପଣଙ୍କର ଜାଣିଛନ୍ତି ଜୁନ୍ରେ ଆପଣଙ୍କର ବାହାରେ, ଜୁଲାଇରେ ଆପଣଙ୍କର ପରୀକ୍ଷା କିମ୍ବା ନେକ୍ସଟ ଟୁ ନେକ୍ସଟ ଅଗଷ୍ଟରେ ଆପଣଙ୍କର ପରୀକ୍ଷା ହୁଏ। ତ ଷ୍ଟେଟ୍ ବି ଏଡ଼୍ ତ ଆପଣମାନଙ୍କ ପାଇଁ ରହିଛି ହିଁ, ସେଥିରେ ତ ଆପଣମାନେ ପଢ଼ିବେ, ଏଥିରେ କିଛି ଡାଉଟ୍ ନାହିଁ। ଠିକ୍ ଅଛି। ତ ଷ୍ଟେଟ୍ ବି ଏଡ଼୍
से सीट कम कथा हो सेटा सीयूईटी बीएड रे एते सीट स्टेट बीएड रे आपनकर सीट कम तेणुक स्टेट बीएड भी पाइबे सीयूईटी बीएड भी पाइबे किछि अलगा जिनस आपनको पढ़िबार नै किंतु क्लास करिया पई पड़िबो आपन कहबे ना मु क्लास करिविनी अरे सकाळ 4:30 रु 9:30 पर्यंत क्लास होउछि संध्या बेले पुनी 6टा रु 8:30 आपनकर क्लास होउछि सबुदिन 8 रु 9 घंटा क्लास तो कौन आपन तो कॉलेज जो जाऊे धरा जाऊ जो मैंने कॉलेज कौन आपणकर 4टा बेलू कॉलेज होची कि हे? तो सही समय तो आप निहाती क्लास करेंगे ना क्लाइंटली क्लास करेंगे आपण मैंने यूट्यूब रे सर्च करंतु बीएड प्लानिंग वीडियो बाय लक्ष्मीधर सर और जमीती मु आपनको कहिछि सेमितिका वे रे काइंडली पढ़ा आरंभ करंतु जदि आपण पढ़ा आरंभ एबे न करिवे आ केबे करिवे पढ़िया तो पड़ो ना आ अभ्यास करने पड़ो ना कंपिटिशन जानते केते अच्छी 2400टा सीट्रे 90,000 पिला आपणकर परीक्षा देवे किंतु 10,000 सीट्रे सीयूईटी बीएड रे 50,000 पिला भी परीक्षा दियंतिनी एटी 2400टा सीट्रे 90,000 पिला परीक्षा देवे सेठी 10,000 सीट 50,000 पिला भी परीक्षा दियंतिनी तेणुक बहुत आपन निहाती एप्लाई करंतु आपणकर बेनिफिट्स पई कहूची नले मते मने पकेबे नले पुणी कहबे सार कहलेनी आ ठीक अच्छे तो या निहाती करेंगे तो जानीगले स्टेट बीएड के बाहर स्टेट बीएड रे सीट संख्या केते स्टेट बीएड रे स्कॉलरशिप आपणकर केते मिली थाई सबू जिनस मु आपनको वीडियो करिकी ऑलरेडी बतैछि आपण ताकू भी देखिदेवे ठीक अच्छे देन नेक्स्ट आपणकर रहिला इग्नू बीएड तो एपर्यंत बाहरिनी इग्नू बीएड केवल जो मानकर +3 भी कंप्लीट सीटी भी कंप्लीट केवल से माने ही अप्लाई करि पारिबे तो इग्नू बीएड एबे भी आपणकर बाहरिनी जेमती बाहरिबो मु आपनको जनइबी आपनको जमारू ओरिडबार नहीं आपण केवल पढ़ा उपरे फोकस करंतु बाकी जिनस गुड़ा मो ऊपर छाड़ी दियंतु ठीक अच्छे क्लास निहाती करेंगे क्लास न कले आपणकर ही लॉस ठीक अच्छे तो इग्नू बीएड एपर्यंत बाहरिनी इग्नू बीएड केवल जार +3 भी कंप्लीट सीटी भी कंप्लीट से माने ही करि पारिबे एपियरिंग पिला माने करि पारिबे नाही ठीक अच्छे तो इग्नू बीएड रे सियोर शॉट आपन क्वालिफाई करिया पई यूट्यूब रे सर्च करंतु इग्नू बीएड प्लानिंग वीडियो बाय लक्ष्मीधर सर देन नेक्स्ट आपन को जो रहिला रीजनल बीएड एज यूजुअल आपनकर मार्च किंबा एप्रिल मासरे आपनकर पब्लिश हुए जून मासरे आपनकर परीक्षा हुए बट रीजनल बीएड रे प्रथम कथा हला सीट बहुत ही कम ओडिसा रु खाली 12टा पिला आपनकर पाइबे ऑल ओडिसा रो ओनली 12टा सेतिरे एंट्रांस रे क्वालिफाई करिवार दायित्व मोर किंतु आपणकर कैरियर मार्किंग तो मुझे बढ़ाई पारे तो जदि आपणकर कैरियर मार्किंग भी बहुत ही भल अच्छी देन आउ एंट्रांस क्वालिफाई करवा दायित्व मोर ठीक अच्छे यहाँ आपणकर रीजनल बीएड आ 4 ईयर बीएड तो आपणकर ऑलरेडी अच्छी आप जाइए मार्क बेसिस रे 4 ईयर बीएड आपणकर सिलेक्शन हुए 10th आउ +2 परसेंटेज को ऐड करा जाए जार मार्क अधिक सी आपणकर 4 ईयर बीएड आपणकर करें से मार्क बेसिस से आपको कौन कहि हाँ सेंट्रल यूनिवर्सिटी मानकर जदि आप 4 ईयर बीएड करने चाहते तार नोटिफिकेशन यही मसरे आपणकर पब्लिश हो नेक्स्ट टू नेक्स्ट फेब्रुआरी पब्लिश हम सेटा एंट्रांस बेसिस आपणकर हुए 4 ईयर बीएड सेंट्रल यूनिवर्सिटी मानकर ओडिशा रे 4 ईयर बीएड पाई परीक्षा हुएनी ओडिशा बाहर जदि आप बड़ बड़ कॉलेजेस मानकर 4 ईयर आपणकर बीएड पढ़िया पाई चाहूँगी तार परीक्षा हुए जार नोटिफिकेशन बाहर मुझे आपको जनईदेवी ठीक अच्छे आउ 3 वर्षिकिया बीएड एमएड तार आप जानते 3 वर्षिकिया बीएड एमएड तो किसी किसी जगह परीक्षा जमती आम बारिपदारे आपणकर हुए देन संबलपुर आपणकर परीक्षा होता है ठीक अच्छे सेम जिनस पढ़ार अच्छी किसी अलग जिनस आपको पढ़ार ना ठीक अच्छे थैंक यू जय जगन्नाथ धन्यवाद थैंक यू आपण मैंने दयापूर्वक पढ़ापढ़ी करंतु थैंक यू।